ଶିର ବନ୍ଧୁକଣ ମହାଯୁଦ୍ଧ ଆରମ୍ଭ ହୋଇଗଲାଣି। ଏବେ ସବୁଠାରୁ ଶକ୍ତିଶାଳୀ ଶକ୍ତି ମଧ୍ୟ ଏହାକୁ ରୋକିପାରିବ ନାହିଁ। ଆପଣ ଠିକ ଶୁଣୁଛନ୍ତି, ବ୍ରହ୍ମାଣ୍ଡ ଆପଣଙ୍କ ସପକ୍ଷରେ ରାୟ ଦେଇଛି ଏବଂ ମଇ ମାସରେ ଆରମ୍ଭ ହେବାକୁ ଥିବା ବିଶେଷ ଗ୍ରହ ସଂରଚନା ଆପଣଙ୍କ ଜୀବନର ପ୍ରତ୍ୟେକ ଦିଗକୁ ପରିବର୍ତ୍ତନ କରିବା ପାଇଁ ଯାଉଛି। ଏକ ସମୟ ଯେତେବେଳେ ପ୍ରତ୍ୟେକ ପ୍ରାର୍ଥନା, ପ୍ରତ୍ୟେକ ଆଧ୍ୟାତ୍ମିକ ପ୍ରତିକାର ଏବଂ ପ୍ରତ୍ୟେକ ପବିତ୍ର ସଂକଳ୍ପର ଫଳ ହଜାର ଗୁଣା ବୃଦ୍ଧି ପାଇଥାଏ। ଆପଣଙ୍କ ଜୀବନରେ ତିନୋଟି ପ୍ରମୁଖ ଘଟଣା ଆପଣଙ୍କ ଜୀବନର ମୂଳଦୁଆକୁ ହଲାଇଦେବ। ଯେତେବେଳେ ବ୍ରହ୍ମାଣ୍ଡ ଆପଣଙ୍କ ସପକ୍ଷରେ ସମାନ ହୁଏ, ଘଟଣା ଗୁଡ଼ିକ ହଠାତ୍ ଘଟେ ନାହିଁ, ବରଂ ଏକ କ୍ରମରେ ପ୍ରକାଶିତ ହୁଏ। ପ୍ରଥମ ସଂକେତ ଗୁଡ଼ିକ ଦେଖାଯାଏ ଏବଂ ଫଳାଫଳ ପରେ ପ୍ରକାଶ ପାଏ। ବର୍ତ୍ତମାନ ତିନୋଟି ପ୍ରମୁଖ ଘଟଣା ପୂର୍ବରୁ ଆପଣଙ୍କ ଜୀବନରେ ଭାଗ୍ୟରେ ଲେଖାଯାଇଥିବା ଗୋଟିଏ ପରେ ଗୋଟିଏ ପ୍ରକାଶ ହେବାକୁ ଯାଉଛି। ଏହି ଘଟଣା ଗୁଡ଼ିକ ମଧ୍ୟରୁ ପ୍ରଥମଟି ସିଧାସଳଖ ଆପଣଙ୍କର ଶତ୍ରୁମାନଙ୍କର ଦ୍ୱାର ଦେଶରେ ଆଘାତ କରିବ। ସେହି ବ୍ୟକ୍ତି ଯାହାକୁ ଆପଣ ଥରେ ଅଜେୟ, ପ୍ରଭାବଶାଳୀ ଏବଂ ଅପ୍ରତିରୋଧୀ ବୋଲି ବିବେଚନା କରୁଥିଲେ, ହଠାତ୍ ଏପରି ସଙ୍କଟରେ ଫସିଥିବା ଦେଖାଯିବ ଯାହା ଆପଣ କେବେ କଳ୍ପନା କରିପାରିବେନି। ଏହା ଏକ ଆଇନଗତ ଜଞ୍ଜାଳ, ଏକ ଗୁରୁତର ବ୍ୟକ୍ତିଗତ ବିପର୍ଯ୍ୟୟ, ସେମାନଙ୍କ ପରିବାର ମଧ୍ୟରେ ଗମ୍ଭୀର ବିବାଦ କିମ୍ବା ଅନୁଗ୍ରହରୁ ହଠାତ୍ ଅକ୍ଲାନ୍ତ ପତନର ରୂପ ନେଇପାରେ। ଆପଣ ଦେଖିବେ ଯେ ଗତକାଲି ପର୍ଯ୍ୟନ୍ତ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତି, ଯିଏ ଅନ୍ୟମାନଙ୍କ ଅପମାନକୁ କେବଳ ଖେଳ ଭାବରେ ବ୍ୟବହାର କରୁଥିଲେ, ଏବେ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି, ଭିତରେ ଭାଙ୍ଗି ପଡ଼ିଛନ୍ତି ଏବଂ ସମ୍ପୂର୍ଣ୍ଣ ଅସହାୟ। ଏହା ଦେଖିବା ପରେ ଆପଣଙ୍କ ଆତ୍ମା ଭିତରେ ଏକ ସ୍ୱର ଉଠିବ, ଶେଷରେ ଏହା ହେଉଛି ନ୍ୟାୟ। ଏହା କେବଳ ସମୟର କଥା, ତଥାପି ଏହା ମନେ ରଖନ୍ତୁ, ଏହି ମୁହୂର୍ତ୍ତରେ ଆପଣଙ୍କ ହୃଦୟରେ ଅହଙ୍କାରକୁ ମୂଳପୋଛ କରିବାକୁ ଦିଅନ୍ତୁ ନାହିଁ। ଗୀତା ଶିକ୍ଷା ଦିଏ ଯେ ଯିଏ ସୁଖରେ ଉଲ୍ଲସିତ ହୁଏ ଏବଂ ଦୁଃଖରେ ଭାଙ୍ଗି ପଡ଼େ, ସେ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଶୃଙ୍ଖଳା ପଥରେ କେବଳ ଏକ ନବସୃଜନ। ଜଣେ ସତ୍ୟ ସାଧକ ଉଭୟଙ୍କର ସାମ୍ନାରେ ସ୍ଥିର ଏବଂ ସନ୍ତୁଳିତ ରହିଥାଏ। ତେଣୁ ଆପଣଙ୍କର ଶତ୍ରୁ ଉପରେ ଆସୁଥିବା ବିପଦକୁ ଦେଖିବା ପରେ କେବଳ ଆପଣଙ୍କ ହୃଦୟ ଭିତରେ ଏହି ଶବ୍ଦ ଗୁଡ଼ିକ କୁହନ୍ତୁ, ହେ ପ୍ରଭୁ, ଆପଣ ନ୍ୟାୟ ପ୍ରଦାନ କରିଛନ୍ତି। ସେମାନେ ସେମାନଙ୍କର କର୍ମର ନ୍ୟାୟପୂର୍ଣ୍ଣ ଫଳ ପାଇଛନ୍ତି। ବର୍ତ୍ତମାନ ସେମାନଙ୍କୁ ସେମାନଙ୍କର ପଥ ସଂଶୋଧିତ କରିବା ପାଇଁ ଜ୍ଞାନ ପ୍ରଦାନ କରନ୍ତୁ। ଏହି ଭାବନା ଆପଣଙ୍କୁ ଆହୁରି ଉଚ୍ଚତାକୁ ଉନ୍ନୀତ କରିବ। ଦ୍ୱିତୀୟ ଘଟଣାଟି ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ସହ ଘନିଷ୍ଠ ଭାବରେ ଜଡ଼ିତ ହେବ। ଏତେ ବର୍ଷ ଧରି ଆପଣ ଯେଉଁ ଅବହେଳା, ଅପମାନ ଏବଂ ଉଦାସୀନତା ସହ୍ୟ କରିଛନ୍ତି, ତାହା ଏବେ ସମ୍ପୂର୍ଣ୍ଣ ଓଲଟା ହେବା ପାଇଁ ଯାଉଛି। ଯେଉଁମାନେ ଥରେ ଆପଣଙ୍କର କଠିନ ପରିଶ୍ରମକୁ ପରିହାସ କରୁଥିଲେ, ସେମାନେ ଏବେ ଅନ୍ୟମାନଙ୍କ ଉପସ୍ଥିତିରେ ଆପଣଙ୍କ ପାଇଁ ପ୍ରଶଂସାର ଶବ୍ଦ କହିବାକୁ ବାଧ୍ୟ ହେବେ। ଏକ ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ଯାହା ଅଟକି ରହିଥିଲା, ତାହା ଏକ ପ୍ରସ୍ତାବ ହେଉ କିମ୍ବା ଏକ ପ୍ରତ୍ୟାଖ୍ୟାନ ସାକ୍ଷାତକାର କିମ୍ବା ଏକ ପଡ଼ି ରହିଥିବା ପ୍ରକଳ୍ପ, ଏହି ରାସ୍ତା ଗୁଡ଼ିକ ମଧ୍ୟରୁ ଗୋଟିଏ ମାଧ୍ୟମରେ ହଠାତ୍ ସ୍ୱୀକୃତି ଏବଂ ସମ୍ମାନର ଦ୍ୱାର ଖୋଲିଯିବ। ଏହା ସମ୍ଭବ ଯେକୌଣସି ସମାରୋହ, ଏକ କାର୍ଯ୍ୟାଳୟ ବୈଠକ କିମ୍ବା ଏକ ପରିବାର ସମାବେଶ ସମୟରେ ଆପଣଙ୍କର ନାମ ବିଶେଷ ଉଲ୍ଲେଖ ପାଇଁ ଏକତ୍ରିତ ହେବ। ଜଣେ ବରିଷ୍ଠ ଅଧିକାରୀ କିମ୍ବା ଜଣେ ପ୍ରାଚୀନ ବ୍ୟକ୍ତି ଆପଣଙ୍କ ସପକ୍ଷରେ ଏପରି ଶବ୍ଦ କହିବେ ଯେ ଆପଣଙ୍କର ନିନ୍ଦୁକମାନେ ସମ୍ପୂର୍ଣ୍ଣ ଭାବରେ ନୀରବ ହୋଇଯିବେ। ସେହି ମୁହୂର୍ତ୍ତରେ ଆପଣ ଅନୁଭବ କରିବେ ଯେ ଆପଣ କରିଥିବା ସମସ୍ତ ନୀରବ ପରିଶ୍ରମ, ଆପଣ ନୀରବରେ ଗିଳିଥିବା ସମସ୍ତ ଲୁହ ବ୍ୟର୍ଥ ନଥିଲା। ଈଶ୍ୱର ଏହି ସବୁର ଏକ ସୂକ୍ଷ୍ମ ଗଣନା ରଖିଥିଲେ ଏବଂ ବର୍ତ୍ତମାନ ସେହି ପ୍ରତିଫଳ ସମ୍ମାନ ରୂପରେ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛି। ତୃତୀୟ ଘଟଣା ଆପଣଙ୍କ ଧନ, କ୍ୟାରିୟର ଏବଂ ଭାଗ୍ୟର ଦ୍ୱାର ଖୋଲିବାକୁ ଯାଉଛି। ବ୍ରହ୍ମାଣ୍ଡରୁ ସଂକେତ ଗୁଡ଼ିକ ସ୍ଫଟିକ ସ୍ପଷ୍ଟ। ଏକ ସୁଯୋଗ ଆପଣଙ୍କ ଆଡ଼କୁ ଆସୁଛି, ଯାହା ଆପଣଙ୍କର ସମଗ୍ର ପରିସ୍ଥିତିକୁ ମୌଳିକ ଭାବରେ ପରିବର୍ତ୍ତନ କରିବ। ଏହା ଏକ ନୂତନ ଚାକିରି ପ୍ରସ୍ତାବ, ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ, ପୈତୃକ ସମ୍ପତ୍ତିରେ ଅଂଶର ସ୍ପଷ୍ଟ ସମାଧାନ, ଏକ ପୁରୁଣା ଋଣ ପରିଶୋଧ କିମ୍ବା ଆପଣଙ୍କ ସପକ୍ଷରେ କୋର୍ଟ ମାମଲା ସମାଧାନ ହେବା ଭାବରେ ପ୍ରକାଶିତ ହୋଇପାରେ। ଏହା ଯେକୌଣସି ହୋଇପାରେ। ବନ୍ଧୁମାନେ, ମନେ ରଖନ୍ତୁ, ଯଦିଓ ଏହି ସୁଯୋଗ ହଠାତ୍ ଆସିବ, ଏହାର ବୀଜ ବହୁ ପୂର୍ବରୁ ବୁଣା ଯାଇଥିଲା। ଆପଣଙ୍କର କର୍ମ, ଆପଣଙ୍କର ଦୃଢ଼ତା ଏବଂ ଆପଣଙ୍କର ସାଧୁତା, ଏସବୁ ଏହି
अधिक मास एवं एहार शुभ स्वर्गीय संयोजन समय फलप्राप्त हेबा पाई जाउछि। एई तीनोटी घटना सहित जड़ित दुईटी शुभ खबर। प्रथमटी आपणक घर भितरे थिबा परिवेश सहित जड़ित। एते दिन धरी आपणक परिवार रे व्यापी रहिथिबा भारीपण, दुख, विवाद एवं उत्तेजनार लहरी एबे धीरे धीरे दूर हेउछि। शोइबा समय आपण अनुभव करिथिबा अस्थिरता, भयंकर स्वप्न, भयरे उठिबार हठात झटका एवं बिना कारण रे पिला माने कांतिबा ए सब कमिबाको आरंभ करिब। वर्ष वर्ष धरी परिवारर सदस्यंक मुहरे लागि रहिथिबा दुख एबे एक फेरिथिबा हसको स्थान देब। आपण अनुभव करिवे जे आपणक परिवारर कांध उपरे भाराक्रांत अदृश्य बोझ शेषरे हटि जाउछि। जे घरटी थरे जेल परि मने हेउथला ताहा एबे मंदिर परि अनुभव हेबा आरंभ करिब। सकाळे उठिबा परे आपणक भितरे एक स्वतंत्र भावना सृष्टि हेब। आज एक भल दिन हेबाकु जाउछि। किछि आश्चर्यजनक घटना निश्चित भाबरे घटिब। आपणक व्यक्तिगत जीवनर एक निर्दिष्ट क्षेत्र सह द्वितीय शुभ खबरटी जड़ित। जदि आपणकर विवाह बयस होई जाइछि किंतु विवाह होई पारु नाही, तेबे एक निश्चित मेंट अपेक्षा करिछि। आपणकर विवाह खूब शीघ्र स्थिर होई पारे। जदि आपण गर्भधारण करि पारु नाहंती, तेबे संतान संतति संपर्क रे शुभ खबर मिलि पारे। जदि आपण नियुक्ति पाइबा पई संघर्ष करूछंती, तेबे आपणको कोनोसी चाकरी प्रस्ताव मिलि पारे। एवं जदि आपण व्यवसाय रे क्षति सहुछंती, तेबे एक नूतन ग्राहक किंबा पार्टनर उभा हेबे। आपण एक बड़ आश्वस्ति पाइबाकु जाउछंती। तथापि मने रखंतु, केवल एही शब्द गुड़िक सुनिबा द्वारा परिवर्तन आसे नाही। जे पर्यंत आपणक जीवनर दुईटी किंबा तीनोटी मौलिक दिक गभीर भावरे आपण परिवर्तन न करिछंती, से पर्यंत चमत्कार असंपूर्ण रही थाए। एबे बुझंतु, सेही दुईटी निर्दिष्ट जिनिस कोन जहा आपणक ठारू देवादेवी माने आशा करूछंती। प्रथमटी हेउची आपणकर भय, मनर से निरंतर कंपन एवं आसंता काली कौन हेब, मो पराजयर सम्मुखीन हेबे कि, मु कौन एका होई जेबि कि, एई सब विषय चिंता। बंधु माने देवादेवी माने चाहती जे संध्या दीप जालिबा समय आपण आपणकर समस्त भय, चिंता एवं विफलतार स्मृति को गोटिए मुठाई संग्रह करी तांकर पाद तले रखी कल्पना करंतु। कहंतु, हे प्रभु, एहा मोर भय, एहा मोर चिंता। एही मुहूर्तरु मु आपणकर दिव्य सुरक्षा तले निर्भीक भावरे कार्य करिबे। द्वितीय कथा हेउची प्रतिशोधर आत्मा। सेई क्रोध, ईर्षा एवं आपणक भितरे गभीर भावरे लुचि रहिथिबा विष, याकु सेई प्रदीप सम्मुखरे समर्पण करंतु। कहंतु, हे प्रभु, एहा हेउची मो भितरे थिबा प्रतिशोध एवं क्रोध। मु न्यायर अनुसंधान को संपूर्ण भावरे आपणक निकटरे समर्पण करुछि। एबेठारु मु केवल मोर कार्य उपरे ध्यान देबी, प्रतिशोध उपरे नुहि। जेतेबेले आपण सत्य एवं आंतरिकतार सहित एही दुईटी जिनिस समर्पण करिवे, देवादेवी आपणकर शत्रु मानक उपरे तांकर प्रचंड क्रोध घटाइबे एवं आपणकर दिव्य रक्षक हेबे। तथापि एही समय मध्यरे आपण जेकोसी मूल्य रे चारोटी भूल ठारू दूरे रुहंतु, नचेत देवादेवी माने असंतुष्ट होई पार। प्रथम भूल हेउची कोनोसी जीव प्रति निष्ठुरता, कोनोसी प्राणी उपरे अनावश्यक क्षति पहुंचाइबा। विशेष करी जदि आपण कोनोसी जीव को भेटंती, कुकुर हो, काऊ हो, साप हो किंबा जेकोसी प्राणी, तेबे ताकु मारिबा को चेष्टा करिबा परिवर्ते एक सम्मानजनक दूरता बजाय रखंतु। याकु सुरक्षित भावरे घुंचाइबा पई एक उपाय चिंता करंतु। जदि आपण अनिच्छाकृत भावरे भूल करिसेंती, तेबे आपण शिव मंदिर को जांतु एवं क्षमा प्रार्थना करंतु। द्वितीय भूल हेउची पानी को असम्मान करिबा। घरर बळका पानी को ड्रेन पकाइबा, पानी रे पूर्ण बाल्टी छाड़ी आसीबा किंबा लीक हेउथबा पानी टांकी को अणदेखा करिबा। एपरि समस्त कार्य देवादेवी माननको असंतुष्ट करे, कारण जल आम जीवन रे एक अत्यंत गुरुत्वपूर्ण जिनिस। जल को मूल्य दियंतु, एहाको अपचय करंतु नाही। तृतीय भूल हेउची निजर कथा भांगिबा, काहाकु प्रतिश्रुति देबा एवं जानी सुनी ताहाकु भांगिबा। अभावी को किछि देबाकु प्रतिश्रुति देई ताहा भूली जिबा किंबा केवल सेमाननको अधा बाटरे परित्याग करिबा पई समर्थन प्रदान करिबा।
ଏହା ମଧ୍ୟ ଦେବାଦେବୀ ମାନଙ୍କୁ କ୍ରୋଧିତ କରେ। ଏହି ସମୟ ମଧ୍ୟରେ ଆପଣ ଦେଇଥିବା ଯେକୌଣସି ପ୍ରତିଶ୍ରୁତିର ପବିତ୍ରତାକୁ ବଜାୟ ରଖନ୍ତୁ, ବିଶେଷ କରି ଈଶ୍ୱରଙ୍କ ଉପସ୍ଥିତିରେ ଦିଆଯାଇଥିବା ପ୍ରତିଶ୍ରୁତି। ଚତୁର୍ଥ ଭୁଲ ହେଉଛି ନିଜର ପିତାମାତା, ଗୁରୁ କିମ୍ବା ବୟସ୍କଙ୍କ ପ୍ରତି କଠୋରତା ପ୍ରଦର୍ଶନ କରିବା, ସେମାନଙ୍କୁ କଟୁ ଶବ୍ଦ କହିବା, ଖରାପ ଆଚରଣ କରିବା। ଆପଣଙ୍କ ଘରେ ବୟସ୍କମାନେ ଯେତେ କଠୋର ହୁଅନ୍ତୁ ନା କାହିଁକି, ଅପମାନଜନକ ଭାଷା ବ୍ୟବହାର କରିବା, ଅସମ୍ମାନ ପ୍ରଦର୍ଶନ କରିବା କିମ୍ବା ସେମାନଙ୍କୁ ଅବହେଳା କରିବା ଦେବାଦେବୀ ମାନଙ୍କ ପାଇଁ ଅସହ୍ୟ। ଆବଶ୍ୟକ ହେଲେ ଆପଣଙ୍କର ମତାମତ ଦୃଢ଼ ଭାବରେ ପ୍ରକାଶ କରନ୍ତୁ, କିନ୍ତୁ ସମ୍ମାନଜନକ ଭାବରେ। ସେମାନଙ୍କ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ। ଆପଣଙ୍କର ଗୁରୁଜନ ମାନଙ୍କର ଆଶୀର୍ବାଦ ଆପଣଙ୍କ ପାଇଁ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିବ। ଏବେ ଏକ ଅତି ସରଳ କିନ୍ତୁ ଶକ୍ତିଶାଳୀ ପ୍ରତିକାର ବିଷୟରେ ଜାଣନ୍ତୁ, ଯାହା ଅଧିକ ମାସର ଏହି ଦିନ ଗୁଡ଼ିକରେ ଆହୁରି ପ୍ରଭାବଶାଳୀ ହୋଇଯିବ। ଯେକୌଣସି ସୋମବାର ଦିନ ଆପଣ ଏକ ଦୀପ ନିଅନ୍ତୁ, ଯାହାକି ରାଶି ତେଲର କିମ୍ବା ଶୁଦ୍ଧ ଘିଅର ଦୀପ। ଆପଣ ଏହି ଦୀପକୁ ଶିବଲିଙ୍ଗ ସମ୍ମୁଖରେ ଜାଳନ୍ତୁ, ଶିବ ମନ୍ଦିରରେ କିମ୍ବା ଆପଣଙ୍କ ଘରର ମନ୍ଦିରରେ। ତାପରେ ଆପଣ ଓମ୍ ନମଃ ଶିବାୟ ମନ୍ତ୍ର 108 ଥର ଜପ କରନ୍ତୁ। ତାପରେ କିଛି ଅକ୍ଷତ, 2 କିମ୍ବା 3ଟି ସମ୍ପୂର୍ଣ୍ଣ ହଳଦୀ ଗଣ୍ଠି ଏବଂ ଆପଣଙ୍କ ନିଜ ମନର ଭକ୍ତି ଈଶ୍ୱରଙ୍କ ସମ୍ମୁଖରେ ରଖନ୍ତୁ। ଯଦି ଏହି ସମୟରେ ହଠାତ୍ ପାଗ ପରିବର୍ତ୍ତନ ହୁଏ, ବିଜୁଳି ଆସେ, ପ୍ରବଳ ବର୍ଷା ହୁଏ କିମ୍ବା କୌଣସି ସଂଘର୍ଷ ସୃଷ୍ଟି ହୁଏ ଯାହା ଆପଣଙ୍କୁ ଭୟଭୀତ କରେ, ସେତେବେଳେ ତୁରନ୍ତ ଆପଣଙ୍କର ମନରେ ଆପଣଙ୍କର କୁଳଦେବତାଙ୍କର ନାମ ଜପ କରନ୍ତୁ। କୁହନ୍ତୁ, ଆମକୁ ରକ୍ଷା କରନ୍ତୁ। ବିଶ୍ୱାସ ରଖନ୍ତୁ, ପରିସ୍ଥିତି ଯେତିକି କ୍ଷତିକାରକ ପ୍ରମାଣିତ ହୋଇଥାନ୍ତା ସେତିକି କ୍ଷତିକାରକ ପ୍ରମାଣିତ ହେବ ନାହିଁ। ଶେଷରେ ସବୁଠାରୁ ଗଭୀର କଥା, ଆପଣଙ୍କ ପାଇଁ ଆତ୍ମ ପରିବର୍ତ୍ତନର ଆବଶ୍ୟକତା। ଯଦି ଆପଣ ପୁରୁଣା ଭୟ, ପୁରୁଣା ମାନସିକତା, ଆଳସ୍ୟ ଏବଂ ଅବହେଳାରେ ଲାଗି ରହିଥାନ୍ତି, କେବଳ ପଦକ୍ଷେପ ନ ନେଇ ନିଜ ଜୀବନରେ ଆଗକୁ ବଢି ଚାଲିଥାନ୍ତି, ତେବେ ଆପଣ ଯେଉଁ ସକାରାତ୍ମକ ଶୁଭ ଫଳ ପାଇଥାନ୍ତେ ତାହା ଆପଣଙ୍କ ପାଇଁ ଶେଷରେ ସବୁକିଛି ପୂର୍ବ ପରି ଠିକ୍ ସେହିପରି ହୋଇଯିବ। ତଥାପି ଯଦି ଆପଣ ସଂକଳ୍ପ କରିଛନ୍ତି ଯେ ଏବେଠାରୁ ଆପଣ ପ୍ରତ୍ୟେକ ଦିନ ସକାଳେ କିଛି ମିନିଟ୍ ନିଜ ପାଇଁ, ଆପଣଙ୍କର ଲକ୍ଷ୍ୟ ପାଇଁ ଏବଂ ଆପଣଙ୍କର ପରମେଶ୍ୱରଙ୍କ ପାଇଁ ରଖିବେ, ତେବେ ଏହିଠାରେ ଆପଣଙ୍କର ଭାଗ୍ୟ ଭଲ ପାଇଁ ପରିବର୍ତ୍ତନ ହେବ। ଯେତେବେଳେ ଆପଣ ସକାଳୁ ଉଠିବେ, ଆପଣ କୁହନ୍ତୁ ଯେ ଆଜି ମୋ ପାଇଁ ବିଜୟର ଦିନ। ମୋର ପରମେଶ୍ୱର ମୋ ସହିତ ଅଛନ୍ତି। ମୋର ଶତ୍ରୁମାନେ ଦୁର୍ବଳ। ମୋର କାର୍ଯ୍ୟ ମୋର ସପକ୍ଷରେ ଅଛି। ଅପରାହ୍ନ କିମ୍ବା ସନ୍ଧ୍ୟାରେ 2 ମିନିଟ୍ ପାଇଁ ଆଖି ବନ୍ଦ କରି ନିଜକୁ ଆଲୋକର ଏକ ବୃତ୍ତ ମଧ୍ୟରେ ଠିଆ ହୋଇଥିବା ଭଳି କଳ୍ପନା କରନ୍ତୁ। ଅନ୍ଧକାର ଆପଣଙ୍କୁ ଚାରି ପାଖରେ ଘେରି ରହିଛି, ତଥାପି ଆପଣମାନେ ଦେବତାମାନଙ୍କର ଦିବ୍ୟ ଆଲୋକରେ ଆଚ୍ଛାଦିତ। ଏହି ବୃତ୍ତ ବାହାରେ ଶତ୍ରୁ, ମନ୍ଦ ଉଦ୍ଦେଶ୍ୟ, କଳା ଯାଦୁ ଏବଂ ଈର୍ଷା ବୁଲୁଛନ୍ତି, ତଥାପି ସେମାନେ ଭିତରେ ପ୍ରବେଶ କରିପାରିବେ ନାହିଁ। ଧୀରେ ଧୀରେ ଆପଣଙ୍କର ଭୟ ଦୂର ହୋଇଯିବ। ମନେ ରଖନ୍ତୁ, ଏହି କଥାର ଆଗକୁ ଆସୁଥିବା ଯେକୌଣସି ଅସୁବିଧା ଆପଣଙ୍କୁ ଭାଙ୍ଗିବା ପାଇଁ ନୁହେଁ, ବରଂ ଆପଣଙ୍କୁ ଶକ୍ତିଶାଳୀ କରିବା ପାଇଁ ଆସିଥାଏ। ଯେକୌଣସି ଶତ୍ରୁ ଯିଏ ଆପଣଙ୍କର ସାମ୍ନା କରେ, କେବଳ ଆପଣଙ୍କ ଭିତରେ ଥିବା ଯୋଦ୍ଧାକୁ ଜାଗ୍ରତ କରିବା ପାଇଁ ଆସିଥାଏ ଏବଂ ଘଟୁଥିବା ଯେକୌଣସି ଭୟଙ୍କର ଘଟଣା ଶେଷ ନୁହେଁ, ବରଂ ଏକ ନୂତନ ଅଧ୍ୟାୟର ଆରମ୍ଭ। ବନ୍ଧୁମାନେ, 5ଟି ଦିବ୍ୟ ଶକ୍ତି ଆପଣଙ୍କର ଚାରିପାଖରେ ସେମାନଙ୍କର ଉପସ୍ଥିତିର ସଂକେତ ଦେବେ। ହଠାତ୍ ମନ୍ଦିରର ଘଣ୍ଟା ଶବ୍ଦ ଶୁଭିବ। ଆପଣ ନିଜ ଭିତରେ ଏକ ଅବର୍ଣ୍ଣନୀୟ ଉଷ୍ମତା ଅନୁଭବ କରିବେ। ଆପଣ ଈଶ୍ୱରଙ୍କର କିଛି ପ୍ରତୀକ ମଧ୍ୟ ଦେଖିପାରନ୍ତି, ଯେପରିକି ଶଙ୍ଖ, ଚକ୍ର, ଗଦା, ପଦ୍ମ, ତ୍ରିଶୂଳ। ଏପରି କିଛି ପ୍ରତୀକ ଆପଣ ଦେଖିପାରନ୍ତି। ଏଗୁଡ଼ିକ କେବଳ ସଂଯୋଗ ନୁହେଁ, ଏଗୁଡ଼ିକ ସୂଚିତ କରେ ଯେ ଆପଣଙ୍କର ଚାରିପାଖରେ ଏକ ସୁରକ୍ଷା କବଚ ଟାଣି ଦିଆଯାଇଛି। ବର୍ତ୍ତମାନ ଆପଣ କେବଳ ଗୋଟିଏ ସମ୍ଭାବ୍ୟ ଭୁଲ କରିପାରନ୍ତି, ନିଜ ହାତରେ ଏହି ସୁରକ୍ଷା ସୀମା ଭାଙ୍ଗିବା। ତେଣୁ ଆପଣଙ୍କର କଥା, ଆପଣଙ୍କର କ୍ରୋଧ ଏବଂ ଆପଣଙ୍କ ନିଷ୍ପତ୍ତି ଉପରେ କଠୋର ନିୟନ୍ତ୍ରଣ ରଖନ୍ତୁ। ପୁରୁଣା ସମ୍ପର୍କ, ଅତୀତର ଦ୍ୱନ୍ଦ୍ୱ କିମ୍ବା ପ୍ରଲୋଭନକାରୀ ଲୋଭ ଇନ୍ଧନ ପ୍ରସ୍ତାବ ଆପଣଙ୍କୁ ଭୁଲ ବାଟରେ ନେଇଯିବାକୁ ଚେଷ୍ଟା କରିପାରେ। ତେଣୁ ଆପଣଙ୍କୁ ଦୃଢ଼ ଏବଂ ଅଟଳ ରହିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ଆପଣ 2ଟି ବିଶାଳ ଆଶୀର୍ବାଦ ପାଇବାକୁ ଯାଉଛନ୍ତି। ପ୍ରଥମତଃ, ଆପଣଙ୍କ ମନ ଉପରେ ଭାରାକ୍ରାନ୍ତ, ଶ୍ୱାସରୁଦ୍ଧ, ଅସ୍ଥିରତା, ଅନିଦ୍ରା,
ଭୟ ଏବଂ ଚିନ୍ତାର ଭାବନା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ଛୋଟ ଛୋଟ ସମାଲୋଚନାରେ ହତାଶ ହେବା ପରିବର୍ତ୍ତେ ଆପଣ ଅନ୍ତର ସ୍ୱର ଶାନ୍ତ ଭାବରେ ଦୃଢ କରିବ। ଦୋଷ ଖୋଜିବା ସମସ୍ତଙ୍କର ସ୍ୱଭାବ। ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆଗକୁ ବଢିବା। ଦ୍ୱିତୀୟ ଆଶୀର୍ବାଦ ଆପଣଙ୍କର କାର୍ଯ୍ୟ ବିଷୟରେ। ଆପଣଙ୍କର କଠିନ ପରିଶ୍ରମ ଏବଂ ପ୍ରୟାସ ଏବେ ସଠିକ ଦିଗରେ ପରିଚାଳିତ ହେବ ଏବଂ ସୁଯୋଗ ଆପଣଙ୍କୁ ଖୋଜି ବାହାର କରିବ। 7 ଦିନ ପାଇଁ ଏହି ସରଳ ଉପାୟ ପାଳନ କରନ୍ତୁ। ସୋମବାର ସନ୍ଧ୍ୟାରୁ ଆରମ୍ଭ କରି ଆପଣଙ୍କ ଘରର ପୂଜା ଘରେ ଆପଣ ଶୁଦ୍ଧ ଘିଅର ଦୀପରେ 2ଟି ସମ୍ପୂର୍ଣ୍ଣ ଅକ୍ଷତ ଲବଙ୍ଗ ପକାଇ ଦୀପ ଜାଳନ୍ତୁ ଏବଂ ଆପଣ ଯେଉଁ ଈଶ୍ୱରକୁ ଅଧିକ ଭକ୍ତି କରନ୍ତି, ଆପଣଙ୍କର ଯିଏ କୁଳ ଦେବାଦେବୀ ଅଛନ୍ତି କିମ୍ବା ଯିଏ ଆପଣଙ୍କ ରାଶିର ଅଧିପତି ଅଟନ୍ତି, ତାଙ୍କ ପାଇଁ ଆପଣ ପ୍ରାର୍ଥନା କରନ୍ତୁ। କୌଣସି ଚାଳିଶା କିମ୍ବା କୌଣସି ସ୍ତୋତ୍ର ଆପଣ ପାଠ କରନ୍ତୁ କିମ୍ବା ଆପଣ ସରଳ ଭାବରେ ପ୍ରତ୍ୟେକ ଦିନ 108 ଥର ଓಂ ନମୋ ଭଗବତେ ବାସୁଦେବା ମନ୍ତ୍ର ଜପ କରନ୍ତୁ। କାରଣ ପ୍ରଭୁ ନାରାୟଣଙ୍କ ଭିତରେ ସମସ୍ତ ଦେବାଦେବୀ ମାନେ ନିହିତ ଅଛନ୍ତି। ତ ଯଦି ଆପଣ ଏହି ମନ୍ତ୍ରକୁ ଜପ କରୁଛନ୍ତି, ତ ନିଶ୍ଚିତ ଭାବରେ ଆପଣଙ୍କର ବ୍ୟକ୍ତିଗତ ଭାବରେ ଆପଣଙ୍କର ଆଚରଣ ଏବଂ ନିଷ୍ପତ୍ତି ନେବାରେ ଏକ ସ୍ପଷ୍ଟ ପାର୍ଥକ୍ୟ ଆପଣ ଅନୁଭବ କରିବେ। ଆପଣଙ୍କର ଘର ଏବଂ ପାରିବାରିକ ଜୀବନ ବିଷୟରେ ମଧ୍ୟ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ସନ୍ଧ୍ୟା ସମୟରେ ଟିଭି ଏବଂ ମୋବାଇଲ ଫୋନ ଶବ୍ଦକୁ କମ୍ କରନ୍ତୁ। ସନ୍ଧ୍ୟା ସମୟରେ ଆପଣ କ୍ଷୀର, ଦହି, ଶସ୍ୟ, ଲୁଣ କିମ୍ବା ଟଙ୍କା ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ। ପ୍ରତି ସପ୍ତାହରେ ଧୀରେ ଧୀରେ ପୁରୁଣା ଭଙ୍ଗା ଜିନିଷ ଗୁଡ଼ିକୁ ଘରୁ ବାହାର କରିଦିଅନ୍ତୁ, ଯେପରିକି ପୁରୁଣା ଜୋତା, କୌଣସି ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ ଜିନିଷ, କୌଣସି ଭଙ୍ଗା କିମ୍ବା ଫଟା ବାସନ, କ୍ଷତିଗ୍ରସ୍ତ ବାସନ, ଭଙ୍ଗା ଘଣ୍ଟା କିମ୍ବା କୌଣସି ବି ସାଜସଜ୍ଜା ଶୋପିସ୍ ଯାହା ଭାଙ୍ଗି ଯାଇଛି ସେଗୁଡ଼ିକୁ ଭୁଲେ ମଧ୍ୟ ଘରେ ରଖନ୍ତୁ ନାହିଁ। ଏପରି କରିବା ସମୟରେ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ, ଯେପରି ଏହି କଳଙ୍କିତ ଜଞ୍ଜାଳ ଦୂର ହେଉଛି, ସେହିପରି ମୋ ଜୀବନରୁ ସମସ୍ତ ରୋଗ, କଳହ ଏବଂ ଅଭାବ ମଧ୍ୟ ଦୂର ହେଉ। ଆପଣଙ୍କର ସମ୍ପର୍କ ମଧ୍ୟ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବ। ବିବାହ ସମ୍ବନ୍ଧୀୟ ବାଧା ଗୁଡ଼ିକ ଦୂର ହୋଇଯିବ। ପୁରୁଣା ଭାବପ୍ରବଣ କ୍ଷତ ସୁସ୍ଥ ହେବା ଆରମ୍ଭ କରିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶାନ୍ତିର ଭାବନା ବଢିବ, ଭଲ ପାଇବା ବଢିବ। ଆପଣଙ୍କର ଶୟନ କକ୍ଷରେ ଗୋମତୀ ଚକ୍ର କିମ୍ବା ଶଙ୍ଖ ରଖନ୍ତୁ। ଶୋଇବା ପୂର୍ବରୁ ଯେକୌଣସି ଅପରାଧ ପାଇଁ ଈଶ୍ୱରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ। ଆର୍ଥିକ କ୍ଷେତ୍ରରେ କେବଳ ପ୍ରଦର୍ଶନ ପାଇଁ ହେଉଥିବା ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ପ୍ରତ୍ୟେକ ଦିନ କିଛି ଟଙ୍କା ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କର ରୋଜଗାରର କିଛି ଅର୍ଥ ଆପଣ ମନ୍ଦିର କିମ୍ବା ଗୋଶାଳାକୁ ଦାନ କରନ୍ତୁ। ଯଦି ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କିମ୍ବା ବୃତ୍ତିଗତ ପଦୋନ୍ନତି ପାଇଁ ଅପେକ୍ଷା କରୁଛନ୍ତି, ତେବେ ପ୍ରତ୍ୟେକ ଦିନ ଭଗବତ ଗୀତାରୁ ଗୋଟିଏ ଶ୍ଲୋକ ମନେ ରଖନ୍ତୁ। ଅଧ୍ୟୟନ ଆରମ୍ଭ କରିବା ପୂର୍ବରୁ ଏହାର ଅର୍ଥ ବୁଝନ୍ତୁ ଏବଂ ଉଚ୍ଚ ସ୍ୱରରେ ପାଠ କରନ୍ତୁ। ଏହି ଅଭ୍ୟାସ ଆପଣଙ୍କର ମନକୁ ଧ୍ୟାନ ଏବଂ ଏକାଗ୍ର କରିବାରେ ସାହାଯ୍ୟ